ଚିତ୍କାର କରୁଥିଲା ଯୁବତୀ ସାମ୍ନାରେ ଥିଲା ପୁରୁଷ ବନ୍ଧୁ, ହେଲେ କିଛି ସାହାଯ୍ୟ କରିପାରୁନଥିଲା। ପୁରୁଷ ବନ୍ଧୁ ଦେଖୁଥିଲା ଆଉ ତା ସାମ୍ନାରେ ନିଜ ବାନ୍ଧବୀ ସହିତ ଜଣେ ପରେ ଜଣେ 10 ଜଣ ମାଡ଼ି ବସି ଦୁଷ୍କର୍ମ ପରେ ଦୁଷ୍କର୍ମ କରି ଚାଲିଥିଲେ। ସମୁଦ୍ର କୂଳରେ ପୁରୁଷ ବନ୍ଧୁ ସହିତ ବୁଲୁ ବୁଲୁ ସନ୍ଧ୍ୟା ହୋଇଯାଇଥିଲା। ପର୍ଯ୍ୟଟକ କମିବା ଆରମ୍ଭ ହୋଇଯାଇଥିଲେ। କିଛି ସମୟ ଭିତରେ ବେଳାଭୂମିଟା ଶୂନଶାନ ହୋଇଯାଇଥିଲା। ଏହି ଗପସପ ଭିତରେ ଦୁଇ ବନ୍ଧୁ ଏତେ ମଜି ଯାଇଥିଲେ ଯେ ସମୟଟା ବି ଜଣାପଡ଼ିନଥିଲା। ହଠାତ୍ ମାଡ଼ି ଆସିଥିଲେ କିଛି ଯୁବକ, ଆଉ ସେହି ବେଳାଭୂମିରେ ପୁରୁଷ ବନ୍ଧୁ ସାମ୍ନାରେ ଯୁବତୀ ସହିତ ଯାହା କରିଥିଲେ ତାହା ବଖାଣିବା କଷ୍ଟକର ଥିଲା। ସେପଟେ ସେହି ଘଟଣାରେ ସମ୍ପୃକ୍ତ ଜଣେ 16 ବର୍ଷୀୟ ପୁଅର ବାପା କହୁଥିଲା, ମୋ ପୁଅ ଯାହା କରିଛି ତାକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। 16 ବର୍ଷ ପୁଅର ବାପା ମିଡ଼ିଆ ଆଗରେ କହୁଥିଲା, ମୋ ପୁଅ ଯାହା କରିଛି ତାକୁ ଯାହା ଦଣ୍ଡ ଦେବାର ଅଛି ଦିଆଯାଉ। ମୋତେ ଟିକେ ବି କଷ୍ଟ ହେବନି। ଖାଲି ଏଇ ବାପାର ପୁଅ ନୁହେଁ ଆଜ୍ଞା, ୟା ସହିତ ଆହୁରି 9 ଜଣ ମିଶି ଜଣେ ଯୁବତୀ ସହିତ ଗୋପାଳପୁର ବେଳାଭୂମି ଲାଇଟ୍ ହାଉସ୍ ନିକଟରେ ଯାହା କରିଥିଲେ ସେ ହୃଦୟ ବିଦାରକ ଦୃଶ୍ୟ ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଏମିତି ଏକ ଘଟଣା ଯାହା କେବଳ ଗଞ୍ଜାମ ନୁହେଁ, ସାରା ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ପାଇଁ ଲଜ୍ଜାର ବିଷୟ। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ପର୍ଯ୍ୟଟକଙ୍କ ପାଇଁ ବେଶ୍ ପରିଚୟ ସୃଷ୍ଟି କରିଛି। ଆଉ ସେହି ବେଳାଭୂମିର ମଜା ନେବାକୁ ଜଣେ ଯୁବତୀ ତାଙ୍କର ଜଣେ ପୁରୁଷ ବନ୍ଧୁ ସହିତ ବୁଲିବାକୁ ଯାଇଥିଲେ। ସନ୍ଧ୍ୟା ହେଇ ଆସୁଥିଲା, ବେଳାଭୂମି ବି ଶୂନଶାନ ହେଇଯାଉଥିଲା। ଯୁବତୀ ଆଉ ପୁରୁଷ ବନ୍ଧୁ ବେଶ୍ ଗପସପରେ ମଜି ଯାଇଥିଲେ। ହେଲେ ସେହି ଶୂନଶାନ ଜାଗାରେ ପହଞ୍ଚି ଯାଇଥିଲେ 10 ଜଣ, ଆଉ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଜଣେ ପରେ ଜଣେ 10 ଜଣ ଝାମ୍ପି ପଡ଼ିଥିଲେ ଯୁବତୀ ଉପରକୁ। ଯୁବତୀ ଯେତେ ଚିତ୍କାର କଲେ ବି କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ। ନିଜ ଦେହର ଭୋକ ମେଣ୍ଟାଇବାକୁ ସବୁ ସୀମା ପାର କରିଦେଇଥିଲେ ସେହି ନରରାକ୍ଷସମାନେ। ଏପଟେ ପୁରୁଷ ବନ୍ଧୁ ବି ତାଙ୍କ ବାନ୍ଧବୀକୁ ଛାଡ଼ିଦେବାକୁ ଚିତ୍କାର କରୁଥିଲେ। ହେଲେ ଏହି ନାରୀ ଲୋଭୀ ପଶୁମାନେ ନିଜର ସବୁ ସୀମା ଟପି ଯାଇଥିଲେ। ଏତେ ଭଲ ପାଉଥିବା ଯୁବତୀକୁ ତା ସାମ୍ନାରେ ଏମିତି କରିଚାଲିଥିବେ, କେଉଁ ବନ୍ଧୁ ବା ସହିପାରିବ ଆଜ୍ଞା। ତା ବାନ୍ଧବୀକୁ ଛାଡ଼ିଦେବାକୁ ନେହୁରା ବି ହେଉଥିଲା, ବଞ୍ଚେଇବାକୁ ଅନେକ ଚେଷ୍ଟା ବି କରୁଥିଲା, ହେଲେ ବିଫଳ ହୋଇଯାଉଥିଲା। କାହିଁକି ନା ସେମାନେ ଥିଲେ 10 ଜଣ ଆଉ ସେ ଏକା। ଶେଷରେ ସମସ୍ତେ ନିଜ ନିଜ ତୃଷ୍ଣା ମେଣ୍ଟାଇ ସାରିବା ପରେ ମୁର୍ମୂଷ ଅବସ୍ଥାରେ ଛାଡ଼ିଦେଇ କିଏ କୁଆଡ଼େ ଚାଲି ଯାଇଥିଲେ। ଅନେକ କଷ୍ଟରେ ଉଭୟ ଗୋପାଳପୁର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୋଲିସ ଅବଶ୍ୟ ତୁରନ୍ତ ଆକ୍ସନ୍ ନେବା ଆରମ୍ଭ କରିଦେଇଥିଲା। ଏସ୍ପିଙ୍କଠାରୁ ଆରମ୍ଭ କରି DIG ପର୍ଯ୍ୟନ୍ତ ସମସ୍ତେ ଏହି ଘଟଣାରେ ଆକ୍ସନ୍ ମୋଡ଼କୁ ଆସିଯାଇଥିଲେ। ଏମିତିକି ମୁଖ୍ୟମନ୍ତ୍ରୀ ବି ଦୃଢ଼ ନିନ୍ଦା କରିଥିଲେ। ଆଉ ଜଣ ଜଣ କରି 10 ଜଣକୁ ଗିରଫ କରି ଡାକ୍ତରୀ ପରୀକ୍ଷା ପରେ କୋର୍ଟ ପଠାଇ ଦେଇଥିଲେ। ଆଉ ସବୁଠୁ ବଡ଼ କଥା କ'ଣ ଜାଣିଛନ୍ତି? ଏହି 10 ଜଣ ଭିତରେ 4 ଜଣ ନାବାଳକ ଥିଲେ। ଏବେ ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆଉ ସେମାନଙ୍କୁ ଆମ ନ୍ୟାୟପାଳିକା କ'ଣ ଦଣ୍ଡ ଦେବେ ସେ ତ ପରର କଥା ଆଜ୍ଞା। କିନ୍ତୁ ସେହି ଯୁବତୀ ସହିତ ଯାହା ଘଟିଲା, କେତେ ହୃଦୟ ବିଦାରକ ସେ ଘଟଣା, ତାହା ଯିଏ ଅଙ୍ଗେ ନିଭେଇଛି ସେ ହିଁ କେବଳ ଜାଣିପାରୁଥିବ। ଆଉ ଯାହା ସହିତ ଏସବୁ ଘଟିଛି ତା ଭିତରେ କ'ଣ ବିତୁଥିବ ସେ ହିଁ ଜାଣିଥିବ। ଏ ଘଟଣା ଆଉ କେଉଁଠି ନୁହେଁ ଆଜ୍ଞା, ଏ ଘଟଣା ହେଉଛି ଆମ ଓଡ଼ିଶାରେ ଗଞ୍ଜାମ ଜିଲ୍ଲାରେ ଥିବା ଏକ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଗୋପାଳପୁର ବେଳାଭୂମିରେ ଘଟିଛି। ଯଦି ଗୋପାଳପୁର ଭଳି ବେଳାଭୂମିରେ ଏମିତି ଘଟିପାରୁଛି, ଆଉ କେଉଁ ପର୍ଯ୍ୟଟନସ୍ଥଳୀ କଥା କ'ଣ କହିବା ଆଜ୍ଞା। ଯଦିଓ ପୋଲିସ ତୁରନ୍ତ 10 ଜଣକୁ ଗିରଫ କରି ସାରିଛି, କିନ୍ତୁ ଏଭଳି ଘଟଣାକୁ ରୋକିବାରେ ପୋଲିସ ବିଫଳ ହେଇଛି କି? ଗୋପାଳପୁରରେ ଗୋଟେ ଥାନା ଥିଲାବେଳେ ପୋଲିସ କ'ଣ ପେଟ୍ରୋଲିଂ ଠିକ୍ରେ କରୁନଥିଲା କି? ଯଦି ପୋଲିସ ଠିକ୍ରେ ପେଟ୍ରୋଲିଂ କରିଥାନ୍ତା ତାହେଲେ ହୁଏତ ଏମିତି ଗୋଟେ ଘଟଣା ଘଟିବା ପୂର୍ବରୁ ରୋକି ହେଇପାରିଥାନ୍ତା କି? ଆପଣଙ୍କୁ କ'ଣ ଲାଗୁଛି? ପୋଲିସର ବିଫଳତା ପାଇଁ ଏ ଘଟଣା ଘଟିଗଲା ନା ଆଉ କିଛି କାରଣ ଥିଲା? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।